ନମସ୍କାର ସାଙ୍ଗମାନେ। କୁହାଯାଏ କି କାହାଣୀ ହିଁ ଜୀବନ ପରିବର୍ତ୍ତନ କରେ। ଆଜିର ଏହି କାହାଣୀକୁ ଧ୍ୟାନପୂର୍ବକ ସମାପ୍ତ ହେବା ପର୍ଯ୍ୟନ୍ତ ଦେଖିନିଅନ୍ତୁ। ହୁଏତ ଆଜିର ଏହି କାହାଣୀ ଆପଣଙ୍କ ଜୀବନରେ କିଛି ପ୍ରଭାବ ପକାଇପାରେ। ବହୁତ ପୁରୁଣା କଥାଟିଏ। ଗୋଟିଏ ରାଜ୍ୟରେ ଗୋଟିଏ ରାଜା ଥିଲା। ସେହି ରାଜା ନିଜ ପ୍ରଜାମାନଙ୍କୁ ବହୁତ ବିଶ୍ୱାସ କରେ। କିନ୍ତୁ ରାଜା ଗୋଟିଏ ଦିନ ବିଚାର କଲା କି କାହିଁକି ନା ମୁଁ ମୋ ନିଜ ରାଜ୍ୟର ଲୋକମାନଙ୍କର କିଛି ପରୀକ୍ଷା ନେବି। ଏମିତି ବିଚାର କରିକି ରାଜା ଗୋଟିଏ ଦିନ ସକାଳୁ ସକାଳୁ ଯାଇକି ରାସ୍ତାରେ ଗୋଟିଏ ବଡ଼ ପଥର ରଖେଇଦେଲା। ଏବେ ତ ସଡ଼କରେ ଯିଏ ବି ଯାଉଥିଲା ତାକୁ ହଇରାଣ ହେବାକୁ ପଡ଼ୁଥିଲା, କିନ୍ତୁ କେହି ବି ପଥରକୁ ହଟେଇବାକୁ ଚେଷ୍ଟା କରୁନଥିଲେ। ରାଜା ଦୂରରୁ ଲୁଚିକି ସବୁକିଛି ଦେଖୁଥିଲା। ଏମିତି ଲୋକମାନେ ଆସୁଥିଲେ ଏବଂ ଚାଲି ଯାଉଥିଲେ, କିନ୍ତୁ କେହି ପଥରକୁ ହଟାଉନଥିଲେ। କିଛି ସମୟ ପରେ ତା ରାଜ୍ୟର ମନ୍ତ୍ରୀ ଆଉ ବଡ଼ ବଡ଼ ଧନୀ ବ୍ୟକ୍ତିମାନେ ବି ସେଠିକି ଆସିଲେ, କିନ୍ତୁ ସେମାନେ କେହି ବି ପଥରକୁ ହଟେଇବା ପାଇଁ ଚେଷ୍ଟା କଲେ ନାହିଁ। ଏପଟେ କିନ୍ତୁ ରାଜାକୁ ସବୁ ଗାଳି ଦେଉଥିଲେ କି ରାସ୍ତାରେ ଏତେ ବଡ଼ ପଥର ପଡ଼ିଛି, ଆଉ ରାଜା ଏହାକୁ ରାସ୍ତା ଉପରୁ ହଟଉନି କାହିଁକି କେଜାଣି। ଏମିତି କିଛି ଘଣ୍ଟା ବିତିଗଲା। ରାଜା ସବୁ ଦୂରରୁ ଥାଇକି ଲୁଚିକି ଦେଖୁଥିଲା। କିଛି ସମୟ ପରେ ସେଠାକୁ ଗୋଟିଏ ଗରିବ କୃଷି ଆସିଲା, ଯାହାର ମୁଣ୍ଡରେ ବହୁତ ବଡ଼ ପନିପରିବା ବିଷୟରେ ଭାବନ୍ତି, ତ ସେହିମାନେ ସେହି ସମୟରେ ବୁଝିପାରନ୍ତି ନାହିଁ, ଆଉ ମିଳିଥିବା ସଫଳତାକୁ ହରେଇ ଦିଅନ୍ତି। କିନ୍ତୁ ସକାରାତ୍ମକ ବ୍ୟକ୍ତିବିଶେଷମାନେ ଅସୁବିଧାକୁ ସ୍ୱୀକାର କରନ୍ତି ଏବଂ ଆଗକୁ ବଢ଼ନ୍ତି, ଆଉ ସେହି ସଫଳତାର ଲାଭ ଉଠାନ୍ତି। ସାଙ୍ଗମାନେ, ଆପଣମାନେ ବି ସକାରାତ୍ମକ ମନୋଭାବ ରଖିକି ଆଗକୁ ବଢ଼ି ଚାଲନ୍ତୁ। ସଫଳ ଆପଣଙ୍କୁ ନିଶ୍ଚୟ ହିଁ ମିଳିବ। ଯଦି ଆପଣମାନଙ୍କୁ ଆଜିର ଏହି କାହାଣୀଟି ଭଲ ଲାଗିଥାଏ, ତାହେଲେ ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।